ପିଲାମାନେ ସମସ୍ତଙ୍କୁ ଶୁଭ ସକାଳ। କେମିତି ଅଛ ତୁମେ ମାନେ? ଆଚ୍ଛା, ଭଲ ଅଛ? ମୁଁ ବି ଭଲ ଅଛି। ମୋର ଆଜି ଗୋଟେ କଥା ମନେ ପଡ଼ୁଛି, ତୁମେ ସବୁବେଳେ ମୋତେ ଗପ କହିବା ପାଇଁ କୁହ। ତେଣୁ ମୁଁ ଆଜି ତୁମ ପାଇଁ ଗୋଟେ ବଢ଼ିଆ କାହାଣୀ ନେଇ ଆସିଛି। ସେ ଗପଟିକୁ ଶୁଣିବା, ଗପଟିକୁ ବୁଝିବା, ଆଉ ତା ଭିତରେ ଥିବା ବିଭିନ୍ନ ଜିନିଷକୁ ଜାଣିବା ଏବଂ ଶେଷରେ ସେଥିରେ ଥିବା କିଛି ପ୍ରଶ୍ନର ବି ଉତ୍ତର ଦେବା। ଚାଲ ଗପଟି ଶୁଣିବା। ଆଚ୍ଛା ପିଲାମାନେ, ତେବେ ଚାଲ ଗପଟି ଶୁଣିବା। ଗପଟିର ନାଁ ହେଉଛି ତିନି ସାଙ୍ଗ। କିଏ କିଏ ସେ ତିନି ସାଙ୍ଗ ଆଉ କିଏ କିଏ ଗପରେ ଅଛନ୍ତି? ଏହି ଗପରେ ଥିବା ଚରିତ୍ର ଗୁଡ଼ିକ ହେଉଛନ୍ତି ବରଫ, ଆଇସ୍କ୍ରିମ, କୋକ୍ ଓ କୋକ୍ର ବାପା। ତେବେ ଗୋଟେ ଦିନ କଣ ହେଇଛି ନା, ବରଫ ଆଉ ଆଇସ୍କ୍ରିମ ଗୋଟେ ପାର୍କରେ ଖେଳୁଥିଲେ। ବରଫ ଗୋଟେ ବେଲୁନ ଆଣିଥିଲା। ଆଇସ୍କ୍ରିମ ସେ ବେଲୁନକୁ ଛୁଇଁବାକୁ ଚାହିଁଲା। ସେ ଯେତେବେଳେ ସେଟାକୁ ଛୁଇଁଲା, ବେଲୁନଟି ଫାଟିଗଲା। ତ ବରଫ ଆଇସ୍କ୍ରିମକୁ ସେଇ ବେଲୁନ ମାଗିଲା, ଆଉ ମୋ ବେଲୁନ ଆଣିଦେ କହି ତାର ପଛରେ ଗୋଡେଇଲା। ତ ଆଇସ୍କ୍ରିମ ଦୌଡ଼ି ଦୌଡ଼ି ଯାଇ କୋକ୍ର ପଛରେ ଲୁଚିଗଲା। ତାପରେ ବରଫ ଆସିଲା। ବରଫ ତାକୁ ପାଇଲା ନାହିଁ। ତାପରେ ସେ ଦୌଡ଼ି ଦୌଡ଼ି ପଳାଇଲା। ତାପରେ ଆଇସ୍କ୍ରିମ ଆଉ କୋକ୍ ସାଙ୍ଗ ହେଇ ପଳେଇ ଗଲେ। କିଛି ସମୟ ପରେ ପୁଣି ବରଫ ଏକ ବେଲୁନ ଧରି ଆଇଲା। ତା ପାଖରେ କୋକ୍ ଥିଲା। କୋକ୍ ସେ ବେଲୁନଟିକୁ ପୁଣି ଛୁଇଁ ଦେଲାରୁ ସେଇଟି ବି ଫାଟିଗଲା। ବରଫ ପୁଣି କୋକ୍ ପଛରେ ଗୋଡ଼ାଇଲା। କୋକ୍ ଦୌଡ଼ି ଦୌଡ଼ି ଯାଇ ଆଇସ୍କ୍ରିମ ପଛରେ ଲୁଚିଗଲା। ଆଇସ୍କ୍ରିମ ତ ସରୁ, ତା ପଛରେ ସେ କଣ ଲୁଚି ପାରିବ? ତେଣୁ ବରଫ ଆସିଲା, କୋକ୍କୁ ଦେଖିଦେଲା, ଆଉ କୋକ୍ ପଛରେ ପଡ଼ିଗଲା। କୋକ୍କୁ କହିଲା, ମୋର ବେଲୁନ ଆଣି ଦେ। ଜମା ତା ପଛ ଛାଡ଼ିଲାନି। ସେହି ସମୟରେ କୋକ୍ର ବାପା ତିନୋଟି ବେଲୁନ ଧରି ଆସିଲେ ଏବଂ ଆଇସ୍କ୍ରିମ, ବରଫ ଆଉ କୋକ୍ ସମସ୍ତଙ୍କୁ ଗୋଟିଏ ଗୋଟିଏ ବେଲୁନ ଦେଲେ। ସେମାନେ ଖୁସି ହୋଇ ଖେଳିବାକୁ ପଳାଇଲେ। ପିଲାମାନେ, ଏବେ ଦେଖ, ମୁଁ ତମକୁ ଦୁଇଟି ଚିତ୍ର ଦେଖଉଛି। ଚିତ୍ର 1ରେ ବରଫ ଆଇସ୍କ୍ରିମକୁ ଦେଖିପାରିଲା ନାହିଁ, କିନ୍ତୁ ଚିତ୍ର 2ରେ ବରଫ କୋକ୍କୁ ଦେଖିଦେଲା। ଏମିତି କାହିଁକି ହେଲା? ଏବେ ଦେଖ, ଯୋଉଠି ଆଇସ୍କ୍ରିମ ଅଛି ସେଇଠି କଣ ଆଇସ୍କ୍ରିମ ଦେଖାଯାଉଛି? ସେଇଠି କୋକ୍ ହିଁ ଦେଖାଯାଉଛି। କିନ୍ତୁ ଯୋଉଠି କୋକ୍ ଅଛି ସେ ତ ଆଇସ୍କ୍ରିମ ପଛରେ ଲୁଚି ପାରୁନି, ତେଣୁ ସେ ଦେଖାଯାଉଛି। ସେଥିପାଇଁ ବରଫ ତାକୁ ଦେଖିଦେଲା। ଏବେ ଦେଖ, ଆମେ ଏଇ ଚିତ୍ରଟିରେ ଯେଉଁ ଆଇସ୍କ୍ରିମଟି ଦେଖୁଛେ ତାହା କେଉଁ ଆକୃତିର କୁହ? କହିଲ ଦେଖି ପିଲାମାନେ, କେଉଁ ଆକୃତିର? ହଁ, ଠିକ କହିଛ। ଆଇସ୍କ୍ରିମ ର ଆକୃତି ହେଉଛି କୋନ୍ ଆକାରର ବା କୋନ୍ ଆକୃତିର। ତ ବର୍ତ୍ତମାନ ଆମେ ଦେଖିବା। ଆଚ୍ଛା ପିଲାମାନେ, ଏବେ ତମେମାନେ ଚିତ୍ରରେ କେଉଁ ଜିନିଷଟି ଦେଖୁଛ? କୋକ୍। ଏହି କୋକ୍ଟି କେଉଁ ଆକୃତିର? ହଁ, ଠିକ କହିଛ। କୋକ୍ଟି ହେଉଛି ସିଲିଣ୍ଡର ଆକୃତିର। ଆଚ୍ଛା ପିଲାମାନେ, ଆମେ ଦେଖିଲେ ଯେ ଆଇସ୍କ୍ରିମ କୋକ୍ ପଛରେ ଲୁଚି ପାରିଲା, କିନ୍ତୁ କୋକ୍ ଆଇସ୍କ୍ରିମ ପଛରେ ଲୁଚି ପାରିଲାନି। କାହିଁକି ନା ସେ ଦେଖାଯାଉଥିଲା। ତ ସେଇ ଦେଖାଯାଉଥିଲା ଅର୍ଥ ତାଙ୍କ ଭିତରେ କିଛି ଭିନ୍ନତା ଥିଲା। ତେଣୁ ଆସ ଆମେ କୋନ୍ ଓ ସିଲିଣ୍ଡର ମଧ୍ୟରେ ଥିବା ବିଭିନ୍ନ ଭିନ୍ନତାକୁ ଜାଣିବା। ଏଇଠି ଦେଖ, ଗୋଟିଏ କୋନ୍। ଆଚ୍ଛା, ଏଇ କୋନ୍ର ଗୋଟିଏ ପଟ ପୁରା ମୁନିଆ ହେଇଯାଇଛି, ଦେଖିପାରୁଛ? ତେଣୁ ସେଇ ମୁନିଆ ଅଂଶଟିକୁ ବା ପୁରା ବିନ୍ଦୁ ଭଳି ହୋଇଥିବା ଅଂଶଟିକୁ ଆମେ ଶୀର୍ଷ ବିନ୍ଦୁ ବୋଲି କହୁ। କିନ୍ତୁ ବର୍ତ୍ତମାନ ଦେଖ ଗୋଟିଏ ଚିତ୍ର, ଏଇଟି ହେଉଛି ଗୋଟିଏ ସିଲିଣ୍ଡର। ଏଇଥିରେ ସେମିତି ମୁନିଆ ହୋଇଥିବା କିଛି ଅଂଶ ଅଛି କି? ନା। ତେଣୁ ସିଲିଣ୍ଡରର କୌଣସି ଶୀର୍ଷ ବିନ୍ଦୁ ନାହିଁ। ଏବେ ଆସ
ଆଉ ଗୋଟିଏ ଭିନ୍ନତା ବିଷୟରେ ଜାଣିବା। ଦେଖ, କୋନର ଉପର ଅଂଶଟାକୁ ଯଦି ଆମେ କାଟିଦବା ତେବେ ଆମକୁ ଗୋଟିଏ ଏଇଭଳି ତ୍ରିଭୁଜ ମିଳିବ ଏବଂ ତଳ ଅଂଶଟି ଗୋଟିଏ ବୃତ୍ତ ଭାବରେ ମିଳିବ। ତେଣୁ ଏଥିରୁ ଆମେ କଣ ଜାଣୁଛେ? ଏଥିରୁ ଜାଣୁଛେ ଯେ ଗୋଟିଏ କୋନର ଦୁଇଟି ପୃଷ୍ଠତଳ ରହିଛି। ଠିକ୍ ସେମିତି ଯଦି ଆମେ ଗୋଟିଏ ସିଲିଣ୍ଡର ନବା ଆଉ ସେ ସିଲିଣ୍ଡରର ବକ୍ର ପୃଷ୍ଠତଳଟିକୁ କାଟିଦବା ତେବେ ଆମକୁ ଗୋଟେ ଆୟତ ଚିତ୍ର ମିଳିବ ବା ଆୟତ କ୍ଷେତ୍ର ମିଳିବ ଏବଂ ଏହାର ଦୁଇଟି ଯୋଉ ପୃଷ୍ଠତଳ ରହିଛି ତାକୁ ଯଦି କାଟିଦବା ତେବେ ଆମକୁ ଏଇଭଳି ଭାବରେ ଦୁଇଟି ବୃତ୍ତ ମିଳିବ। ତେଣୁ ଆମେ ଏଥିରୁ କଣ ଜାଣୁଛେ ନା ଗୋଟିଏ ସିଲିଣ୍ଡରକୁ କାଟିଦେଲେ ଆମକୁ ତିନୋଟି ପୃଷ୍ଠତଳ ମିଳୁଛି। ଅର୍ଥାତ୍ କୋନର ଦୁଇଟି ପୃଷ୍ଠତଳ ଥାଏ ଏବଂ ସିଲିଣ୍ଡରର ତିନୋଟି ପୃଷ୍ଠତଳ ଥାଏ। ଜାଣିଲେ, ଏବେ ଆମେ ଆଉ ଗୋଟିଏ ଭିନ୍ନତା ମଧ୍ୟ ଜାଣିପାରିବା। ଆଚ୍ଛା ପିଲାମାନେ, ଏବେ ଆମେ ଆଉ ଗୋଟିଏ ଭିନ୍ନତା ଦେଖିବା। କଣ ସେ ଭିନ୍ନତାଟି? ଦେଖ, ଏଇଟା ଗୋଟିଏ କୋନ ଆଉ ଏଇ କୋନର ତଳରେ ଯୋଉ ବୃତ୍ତ ଅଛି ଆଉ ଯୋଉ ତ୍ରିଭୁଜଟି ବକ୍ର ଭାବରେ ଅଛି ସେଇଠି ଯୋଉ ଜାଗାରେ ମିଶିଛି ସେଇଠି ଗୋଟିଏ ଧାର ସୃଷ୍ଟି ହେଇଛି। ତେଣୁ ବର୍ତ୍ତମାନ ସିଲିଣ୍ଡର କଥା ଯଦି ଦେଖିବା ସେଥିରେ ମଧ୍ୟ ଦୁଇ ଜାଗାରେ ଧାର ସୃଷ୍ଟି ହେଇଛି। ତେଣୁ ଏଥିରୁ ଆମେ କଣ ଜାଣୁଛେ ନା କୋନର ଗୋଟିଏ ଧାର ରହିଛି ଓ ସିଲିଣ୍ଡରର ଦୁଇଟି ଧାର। ଆଚ୍ଛା ପିଲାମାନେ, ବର୍ତ୍ତମାନ ଆମେ ଆଉ ଗୋଟିଏ ଭିନ୍ନତା ଦେଖିବା। କଣ ନା କୋନର ବର୍ତ୍ତମାନ ଯଦି ବକ୍ର ପୃଷ୍ଠତଳଟିକୁ ଆମେ କାଟିଦବା ଆମେ ଗୋଟେ ତ୍ରିଭୁଜ ପାଇବା। ଠିକ୍ ସେହିପରି ଭାବରେ ଗୋଟିଏ ସିଲିଣ୍ଡରର ଯଦି ବକ୍ର ପୃଷ୍ଠତଳଟିକୁ କାଟିଦବା ଗୋଟିଏ ଆୟତ କ୍ଷେତ୍ର ପାଇବା। ତେଣୁ ଆମେ ଏଥିରୁ କଣ ଜାଣିଲେ? ଗୋଟିଏ ପାର୍ଥକ୍ୟ ଜାଣିଲେ ବା ଗୋଟେ ଭିନ୍ନତା ଜାଣିଲେ ଯେ କୋନ ବକ୍ର ପୃଷ୍ଠତଳ ଗୋଟିଏ ତ୍ରିଭୁଜ ଓ ସିଲିଣ୍ଡରର ବକ୍ର ପୃଷ୍ଠତଳ ଗୋଟିଏ ଆୟତ କ୍ଷେତ୍ର। ଏବେ ଆମେ କିଛି ସମାନତା ଦେଖିବା। ଯେମିତି କୋନ ଆଉ ସିଲିଣ୍ଡର ମଧ୍ୟରେ କିଛି ଭିନ୍ନତା ଅଛି ସେମିତି କିଛି ସମାନତା ମଧ୍ୟ ଅଛି। କଣ କଣ ସମାନତା ଅଛି? ଉଭୟ କୋନ ଓ ସିଲିଣ୍ଡର ତ୍ରିମାତ୍ରିକ ଆକୃତିର। ତ୍ରିମାତ୍ରିକ ଆକୃତି ଅର୍ଥାତ୍ କଣ ନା ତାଙ୍କର ଦୈର୍ଘ୍ୟ ଅଛି, ପ୍ରସ୍ଥ ଅଛି ଏବଂ ଉଚ୍ଚତା ମଧ୍ୟ ଅଛି। ଠିକ୍ ସେହିପରି ଯଦି ଆମେ ଆଉ ଗୋଟିଏ ଦେଖିବା ତେବେ ସେଠି ହେଉଛି ଏହାର ଗୋଟିଏ ବୃତ୍ତାକାର ଭିତ୍ତି ରହିଛି ଉଭୟଙ୍କର। କୋନର ବି ଗୋଟେ ବୃତ୍ତାକାର ଭିତ୍ତି ରହିଛି ଏବଂ ସିଲିଣ୍ଡରର ବି ଗୋଟେ ବୃତ୍ତାକାର ଭିତ୍ତି ରହିଛି। ଠିକ୍ ସେମିତି ଆମେ ଯଦି ବର୍ତ୍ତମାନ ଚିତ୍ରରେ ଦେଖୁଥିବ ବୃତ୍ତାକାର ଭିତ୍ତିଟି, ଆମେ ଏବେ ଆଉ ଗୋଟିଏ ସମାନତାକୁ ଯିବା। ସେ ସମାନତା କଣ ନା ଉଭୟଙ୍କର ଗୋଟିଏ ଗୋଟିଏ ବକ୍ର ପୃଷ୍ଠ ରହିଛି। ଯେପରି ତମେ ଚିତ୍ରରେ ଦେଖୁଛ ଗୋଟିଏ କୋନର ଗୋଟିଏ ବକ୍ରାକାର ବା ବକ୍ର ପୃଷ୍ଠତଳ ରହିଛି, ସେମିତି ସିଲିଣ୍ଡର ଗୋଟିଏ ରହିଛି। ତେଣୁ ଏହା ମଧ୍ୟ ତାଙ୍କର ଗୋଟିଏ ହେଉଛି ସମାନତା। ବୁଝିପାରିଲ? ତେଣୁ ଆମେ ବର୍ତ୍ତମାନ କୋନ ଓ ସିଲିଣ୍ଡର ମଧ୍ୟରେ ଆଗରୁ ଭିନ୍ନତା ପଢିଥିଲେ, ଏବେ ସମାନତା ପଢି। ଆଚ୍ଛା ପିଲାମାନେ, ଏବେ ଆମେ ଯାହା ଯାହା ପଢିଲେ ତାକୁ ଆଉ ଟିକେ ମନେ ପକେଇଦବା। ଆମେ କଣ କଣ ପଢିଲେ? ପ୍ରଥମେ ପଢିଥିଲେ କୋନ ଓ ସିଲିଣ୍ଡର ମଧ୍ୟରେ ଭିନ୍ନତା। କଣ କଣ ଭିନ୍ନତା ଅଛି? ଆମେ କୋନର ଗୋଟିଏ ଶୀର୍ଷବିନ୍ଦୁ ଅଛି, ସିଲିଣ୍ଡରର କୌଣସି ଶୀର୍ଷବିନ୍ଦୁ ନାହିଁ। କୋନର ଦୁଇଟି ପୃଷ୍ଠତଳ ଅଛି, ସିଲିଣ୍ଡରର ତିନୋଟି ପୃଷ୍ଠତଳ ଅଛି। କୋନର ଗୋଟିଏ ଧାର ଅଛି, ସିଲିଣ୍ଡରର ଦୁଇଟି ଧାର ଅଛି। ସେହିପରି କୋନର ବକ୍ର ପୃଷ୍ଠତଳ ଗୋଟିଏ ତ୍ରିଭୁଜ ଓ ସିଲିଣ୍ଡରର ବକ୍ର ପୃଷ୍ଠତଳ ଗୋଟିଏ ଆୟତ କ୍ଷେତ୍ର। ତେଣୁ ଏହି ସବୁ ଗୁଡ଼ିକ ଥିଲା କୋନ ଓ ସିଲିଣ୍ଡର ମଧ୍ୟରେ ଥିବା ଭିନ୍ନତା। ସେହିପରି ତା ଭିତରେ କଣ ସମାନତା ଅଛି ଟିକେ ଦେଖିନେବା। ପ୍ରଥମେ କୋନ ଏବଂ ସିଲିଣ୍ଡର ଉଭୟ ହେଉଛନ୍ତି ତ୍ରିମାତ୍ରିକ ଆକୃତିର। ଆମେ ଦେଖିଥିଲେ। ବର୍ତ୍ତମାନ ଆଉ ଗୋଟିଏ କଣ ସମାନତା? ଉଭୟ କୋନ ଓ ସିଲିଣ୍ଡରର ବୃତ୍ତାକାର ଭିତ୍ତି ରହିଛି। ଠିକ୍ ସେହିପରି ଆଉ ଗୋଟିଏ ସମାନତା ହେଉଛି ଉଭୟ କୋନ ଓ ସିଲିଣ୍ଡରର ବକ୍ର ପୃଷ୍ଠ ରହିଛି। ତେଣୁ ଏହି ସବୁ ଗୁଡ଼ିକ ଥିଲା ଆମର କୋନ ଓ ସିଲିଣ୍ଡର ମଧ୍ୟରେ ଥିବା ଭିନ୍ନତା ଓ ସମାନତା। ଏବେ ଆମେ କିଛି ପ୍ରଶ୍ନର ଉତ୍ତର ଦେବା।
ତେଣୁ ମୁଁ କିଛି ପ୍ରଶ୍ନ ପଚାରିବି, ତମେ ମାନେ ପ୍ରଶ୍ନର ଉତ୍ତର ଦବ। ନିମ୍ନରେ ଥିବା ଚିତ୍ରର ଆକୃତି କିପରି ଅଟେ? କିଏ କହିପାରିବ? ହଁ କୁହ। ହଁ, ଠିକ କହିଛ। ଏହାର ଆକୃତି ହେଉଛି କୋନ୍ ଆକୃତି। ବା ଚିତ୍ରରେ ଦେଖାଯାଉଥିବା ଯେଉଁ ଜିନିଷଟି କଣ ବୋଲି ଭାବୁଛ, ଏଇଟା ଗୋଟିଏ ଜନ୍ମଦିନ ଟୋପି। ଏହାର ଆକୃତି ହେଉଛି କୋନ୍ ଆକୃତି ବା କୋନ୍। ଠିକ ସେହିପରି ଏଇଟା ଗୋଟିଏ ମଗ ଅଛି। ତେଣୁ ସେଇ ମଗଟିର ଆକୃତି କିପରି ଅଛି ବା କେଉଁ ଆକୃତିର ଏଇଟା ଅଟେ? ସେଇଟା ହେଉଛି କୋନ୍। ଆଚ୍ଛା ପିଲାମାନେ, ଏବେ ଆଉ ଗୋଟିଏ ପ୍ରଶ୍ନ। ପ୍ରଶ୍ନଟି ହେଉଛି, ଗୋଟିଏ ସିଲିଣ୍ଡର କେଉଁ କେଉଁ ଦ୍ୱିମାତ୍ରିକ ଆକୃତିକୁ ନେଇ ଗଠିତ? କିଏ କହିପାରିବ? ଆଚ୍ଛା, କଣ କହିଲ? ଆୟତକ୍ଷେତ୍ର, ଆଉ କଣ? ବୃତ୍ତ। ଆଚ୍ଛା, ଠିକ ଅଛି। ତେବେ ଆମେ କଣ ଜାଣୁଛେ ନା ଗୋଟିଏ ସିଲିଣ୍ଡର, ଗୋଟିଏ ଆୟତକ୍ଷେତ୍ର ଓ 2ଟି ବୃତ୍ତର ସମାହାର। ତେବେ ଆଉ ଗୋଟିଏ ପ୍ରଶ୍ନ, ଗୋଟିଏ କୋନ୍ର ଆଧାର କେଉଁ ଦ୍ୱିମାତ୍ରିକ ଆକୃତି ଅଟେ? ଅର୍ଥାତ୍ ଯଦି ଆମେ ଗୋଟିଏ କୋନ୍ର ଆଧାରକୁ ବାହାର କରିଦେବା, ତେବେ ସେ ଆଧାରଟି କେଉଁ ଦ୍ୱିମାତ୍ରିକ ଆକୃତିର ହେବ? ତେବେ ଉତ୍ତର ଦେଇପାରିବ? ହଁ, କୁହ। ହଁ, ଠିକ କହିଛ। ଏହା ହେଉଛି ଏକ ବୃତ୍ତ। ଅର୍ଥାତ୍ ଗୋଟିଏ କୋନ୍ର ଆଧାର ଯେଉଁ ଦ୍ୱିମାତ୍ରିକ ଆକୃତିକୁ ନେଇ ଗଠିତ, ତାହାକୁ ବୃତ୍ତ କୁହାଯାଏ। ପିଲାମାନେ, ଆଜି ତ ସମୟ ହୋଇଯାଇଛି। ଆମର ପାଠପଢ଼ାଟି ଆଜି ଏଇଠି ସରୁଛି। ଆଶା କରୁଛି ତମମାନେ ସବୁ ବୁଝିପାରିଥିବ ଆଉ ଘରକୁ ଯାଇ ଭଲ ଭାବରେ ପଢ଼ିବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।